हेलो एवरीवन, वेलकम टू आदर्श क्लासेस। पूर्व क्लास रे आमे भारतर जलवायु पाठर 1 नंबर रु 4 नंबर पर्यंत प्रश्न उत्तर आलोचना कर सारिथिले। आज आमे 5, 6 और 7 नंबर प्रश्न उत्तर आलोचना करिबा। वीडियो को शेष पर्यंत देखंतु। आउ तमरो सब जाक विषय रो प्रश्न उत्तर वीडियो पाया पे हम चैनल को सब्सक्राइब करी बेल आइकन को ऑन कर दियंतु। आ वीडियो गोटे लाइक करी के निजर संग मानक सह शेयर कर दियंतु। आ जदि पूर्व वीडियो देखि नथिबे जल्दी जाके देखि दियंतु। तो चलंतु आज आमे भारतर जलवायु पाठर 5, 6 और 7 नंबर रो समस्त प्रश्न उत्तर गोटी गोटी करी आलोचना करिबा। ठीक अछि। तो प्रथम जिबा आमे 5 नंबर को। 5 नंबर रे क्वेश्चन कोन देछि देखो। 5 नंबर क्वेश्चन कहिছে ଭାରତର କୃଷି ଓ ପାଗ ସହିତ ଜଡ଼ିତ ପର୍ବପର୍ବାଣି ଯେମିତି କି ଅକ୍ଷୟ ତୃତୀୟା, ହୋଲି ଇତ୍ୟାଦି ଦର୍ଶାଇ ରଙ୍ଗୀନ ପୋଷ୍ଟର ମାନ ପ୍ରସ୍ତୁତ କର। ଏହି ପର୍ବପର୍ବାଣିର ଚିତ୍ର ବା ଛବି ଅଙ୍କନ କର। ସେ କହିଛି ଯେ ଭାରତର କୃଷି ଆଉ ପାଗ ସହିତ ଜଡ଼ିତ ପର୍ବପର୍ବାଣି ଯେମିତି କି ଆମର ଏକ୍ସାମ୍ପଲ ଦେଇଛି ଅକ୍ଷୟ ତୃତୀୟା, ହୋଲି ଏ ସବୁ କଣ ପାଗ ସହ ଜଡ଼ିତ ଆଉ କଣ କୃଷି ସହ ଜଡ଼ିତ। ତ ଏଇ ଯାକ କଣ ଯେ ଏଇ ଯାକ ଦର୍ଶାଇକି ରଙ୍ଗୀନ ପୋଷ୍ଟର ମାନ ପ୍ରସ୍ତୁତ କର ହେଲା। ଗୋଟେ ଗୋଟେ ପୋଷ୍ଟର ପ୍ରସ୍ତୁତ କର କି କେଉଁ କୃଷି ପରେ ବା କୃଷି କାର୍ଯ୍ୟ ପରେ କେଉଁ କି ଆମର ପର୍ବପର୍ବାଣି ହେଇଥାଏ ଆଉ କେଉଁ ପାଗ ସହିତ କେଉଁ ପର୍ବପର୍ବାଣି ଜଡ଼ିତ। ଠିକ ଅଛି। ତାପରେ ଏହି ପର୍ବପର୍ବାଣିର ଗୋଟିଏ ଚିତ୍ର ବା ଛବି ଅଙ୍କନ କର। ଠିକ ଅଛି। ତ ଦେଖିବା ଆମେ କେଉଁ କେଉଁ ପାଗ ସହିତ କେଉଁ କେଉଁ ପର୍ବପର୍ବାଣି ଆଉ କେଉଁ କୃଷି ସହ କେଉଁ ପର୍ବପର୍ବାଣି ଜଡ଼ିତ। ଦେଖ ଆମର ଭାରତୀୟ ସଂସ୍କୃତିରେ କୃଷି ଆଉ କଣ ଋତୁ ପରିବର୍ତ୍ତନ ସହ ଅନେକ ପର୍ବ ଜଡ଼ିତ ଯେମିତି କି ଅକ୍ଷୟ ତୃତୀୟା, ହୋଲି, ନୂଆଖାଇ, ମକର ସଂକ୍ରାନ୍ତି। ଅକ୍ଷୟ ତୃତୀୟା କେବେ ହେଇଥାଏ ନା ଇଏ ଆମର ଚୈତ୍ର ବୈଶାଖ ମାସରେ ପଡେ ହେଲା। ଓଡ଼ିଶାରେ ଏହି ଦିନ କୃଷକମାନେ ଅକ୍ଷି ମୁଠି ଅନୁକୂଳ କରି ବିହନ ବୁଣା ଆରମ୍ଭ କରନ୍ତି। ତାପରେ ହୋଲି, ଏହା ବସନ୍ତ ଋତୁର ଆଗମନ ଆଉ ଶୀତର ବିଦାୟକୁ ସୂଚନା ଦିଏ। ନୂଆଖାଇ, ପଶ୍ଚିମ ଓଡ଼ିଶାରେ ନୂଆ ଶସ୍ୟ ଅମଳ ହେବା ଖୁସିରେ ଏହା ପାଳନ କରାଯାଏ। ମକର ସଂକ୍ରାନ୍ତି, ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଓ ଶସ୍ୟ ଅମଳ ସମୟକୁ ଏହା ସୂଚାଏ। ତ ତମର କାମ କଣ ନା ଏହି ସବୁ ପର୍ବପର୍ବାଣିକୁ ଗୋଟିଏ ଏମିତି ରଙ୍ଗୀନ ପୋଷ୍ଟର ସବୁ ପ୍ରସ୍ତୁତ କରିବ ଆଉ ଏଇ ପର୍ବପର୍ବାଣି ଗୋଟିଏ ଗୋଟିଏ ଛବି ବା ଚିତ୍ର ଗୋଟିଏ ଗୋଟିଏ ଅଙ୍କନ କରିବ। ଠିକ ଅଛି। ତାପରେ ଯିବା ଆମେ 6 ନମ୍ବରକୁ। 6 ନମ୍ବର କ୍ୱେଶ୍ଚିନ୍ କଣ ଦେଇଛି? ନିଜକୁ ଜଣେ କୃଷକ ମନେକର ଭାବିବା ନିଜେ ଜଣେ କୃଷକ। ବର୍ଷା ଋତୁ ପାଇଁ ତୁମେ କିପରି ପ୍ରସ୍ତୁତ ରହିବ ସେ ସମ୍ବନ୍ଧରେ ଏକ କ୍ଷୁଦ୍ର ଅନୁଚ୍ଛେଦ ଲେଖ। ମନେକର ତମେ ଜଣେ କୃଷକ, ବର୍ଷା ଋତୁ ପାଇଁ ତମେ କେମିତି ପ୍ରସ୍ତୁତ ରହିବ ସେ ଉପରେ ଗୋଟେ କ୍ଷୁଦ୍ର ଅନୁଚ୍ଛେଦ ଲେଖିବା। ତ ଦେଖ କଣ ଲେଖିବ ନା ମୁଁ ଜଣେ କୃଷକ ଭାବରେ ବର୍ଷା ଋତୁ ଆସିବା ପୂର୍ବରୁ ଅନେକ ପ୍ରସ୍ତୁତି କରେ। ପ୍ରଥମେ ମୁଁ ମୋର ଜମିକୁ ହଳ କରି ପ୍ରସ୍ତୁତ ରଖେ, ଯେପରି ପ୍ରଥମ ବର୍ଷା ହେବା ମାତ୍ରେ ମାଟି ନରମ ହୋଇଯିବ। ମୁଁ ଭଲ କିସ୍ମର ବିହନ ଏବଂ ସାର ସଂଗ୍ରହ କରି ରଖେ। ବର୍ଷା ବର୍ଷା ପାଣି ଜମିରେ ଯେପରି ଠିକ ଭାବେ ରହିବ ବା ଅଧିକ ପାଣି ନିଷ୍କାସିତ ହେବ ସେଥିପାଇଁ ଜମି ଆଡି ଗୁଡ଼ିକୁ ମରାମତି କରେ। ବର୍ଷା ଦିନେ ପଶୁମାନଙ୍କ ପାଇଁ ଶୁଖିଲା ଖାଦ୍ୟ ବା କୁଟା ଇତ୍ୟାଦି ସାଇତିକି ରଖେ ଏବଂ ଚାଷ ସରଞ୍ଜାମ ଗୁଡ଼ିକୁ ସଜାଡ଼ି ରଖେ ହେଲା। ତ କୃଷକ ଭାବରେ କଣ ଯେ ଏଭଳି ଆମେ ପ୍ରସ୍ତୁତ ହେଇପାରିବା। ଏମିତି ଗୋଟେ ଅନୁଚ୍ଛେଦ ୟାକୁ ତମେ ଲେଖିପାରିବ, ନହେଲେ ଚାହିଁଲେ ତମେ ମନରେ ମଧ୍ୟ ଲେଖିପାରିବ। ଠିକ ଅଛି। এইଭଳି ଲେଖିବ ଆଉ ହେଲା। ତାପରେ ଯିବା ଆମେ ଲାଷ୍ଟ କ୍ୱେଶ୍ଚିନ୍। 7 ନମ୍ବର କ୍ୱେଶ୍ଚିନ୍ କଣ ଦେଇଛି ଦେଖ। ପ୍ରାକୃତିକ ବିପର୍ଯ୍ୟୟ, ବନ୍ୟା, ବାତ୍ୟା, ଭୂସ୍ଖଳନ, ବନାଗ୍ନି ଇତ୍ୟାଦି ଚିହ୍ନଟ କର। ଏଗୁଡ଼ିକର କାରଣ ଓ ପ୍ରଭାବ ସମ୍ପର୍କରେ ଛୋଟ ପ୍ରବନ୍ଧ ଲେଖ। ଏଗୁଡ଼ିକର ପ୍ରଭାବ ହ୍ରାସ କରିବା ପାଇଁ ବ୍ୟକ୍ତି, ଗୋଷ୍ଠୀ ଓ ସରକାର କି କି ପଦକ୍ଷେପ ନେଇପାରିବେ ସେ ସମ୍ବନ୍ଧରେ ପରାମର୍ଶ ଦିଏ। ଠିକ ଅଛି। ତ ଯେତେକ ପ୍ରାକୃତିକ ବିପର୍ଯ୍ୟୟ ଏଗୁଡ଼ିକୁ ଚିହ୍ନଟ କରିବ, ଏମାନଙ୍କର କାରଣ କଣ, ଏଙ୍କର ପ୍ରଭାବ, এই ବିଷୟରେ ଗୋଟେ କଣ ପ୍ରବନ୍ଧ ଲେଖିବ। ଆଉ ଏଗୁଡ଼ିକର ପ୍ରଭାବ ହ୍ରାସ କରିବା ପାଇଁ
ବ୍ୟକ୍ତି ଗୋଷ୍ଠୀ ଆଉ ସରକାର କଣ କଣ ସବୁ ପଦକ୍ଷେପ ନେଇପାରିବେ ସେ ସମ୍ବନ୍ଧରେ ପରାମର୍ଶ ଦିଅ। ତ ଚାଲନ୍ତୁ 7 ନମ୍ବର କ୍ୱେଶ୍ଚିନର ଆନ୍ସର ଦେଖିବା। ଦେଖ, ଭାରତ ଏକ ବିଶାଳ ଦେଶ ହୋଇଥିବାରୁ ଏଠାରେ ବିଭିନ୍ନ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟ ଯଥା ବାତ୍ୟା, ବନ୍ୟା, ଭୂସ୍ଖଳନ ଏବଂ ବନ୍ୟାଗ୍ନି ଦେଖାଯାଏ। ଏହି ବିପର୍ଯ୍ୟୟ ଗୁଡିକ କେବଳ ପରିବେଶ ନୁହେଁ ବରଂ ମାନବ ସମାଜ ଓ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଏ। ତ ଯିବା ଆମେ ବିପର୍ଯ୍ୟୟ ଗୁଡିକର କାରଣ ଆଉ ପ୍ରଭାବ। ପ୍ରଥମେ ଦେଖିବା ବାତ୍ୟା। ତ ବାତ୍ୟା ହେବାର କାରଣ କଣ? ସମୁଦ୍ର ମଧ୍ୟରେ ସୃଷ୍ଟି ହେଉଥିବା ଲଘୁଚାପକୁ କେନ୍ଦ୍ର କରି ବାୟୁ ଅତି ପ୍ରବଳ ବେଗରେ ଘୂର୍ଣ୍ଣିବଳୟ ସୃଷ୍ଟି କଲେ ତାହା କଣ ବାତ୍ୟା ହୋଇଥାଏ। ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ଏହାର ମୁଖ୍ୟ କାରଣ। ତ ବାତ୍ୟା ହେବାର ମୁଖ୍ୟ କାରଣ କଣ? ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ଆଉ ଜଳବାୟୁର ପରିବର୍ତ୍ତନ। ପ୍ରଭାବ କଣ? ନା ପ୍ରବଳ ପବନ ଓ ବର୍ଷା ଯୋଗୁଁ କଚ୍ଚା ଘର ଭାଙ୍ଗିଯାଏ, ବଡ ବଡ ଗଛ ଉପୁଡି ପଡେ ଏବଂ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୁଏ। ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପାଣି ମାଡି ଆସି ଚାଷ ଜମି ନଷ୍ଟ କରେ। ତ ବାତ୍ୟାରେ କୌଣସି ଏସବୁ ପ୍ରଭାବ ଆମକୁ ଦେଖିବାକୁ ମିଳିଥାଏ। ଠିକ ଅଛି। ତାପରେ ବନ୍ୟା। ବନ୍ୟାର କାରଣ କଣ? ସ୍ୱଳ୍ପ ସମୟ ମଧ୍ୟରେ ଅତ୍ୟଧିକ ବୃଷ୍ଟିପାତ ହେବା, ହେଲା, ନଦୀ ପଠା ପୋତି ହୋଇଯିବା କିମ୍ବା ବନ୍ଧ ଭାଙ୍ଗିଯିବା ଯୋଗୁଁ ବନ୍ୟା ହୋଇଥାଏ। ଜଙ୍ଗଲ କ୍ଷୟ ହେବା ଫଳରେ ମାଟିର ଜଳ ଧାରଣ କ୍ଷମତା କମିବା ମଧ୍ୟ ଏହାର ଅନ୍ୟତମ କାରଣ। ତ ଅନ୍ୟତମ କାରଣ କଣ? ନା ଜଙ୍ଗଲ କ୍ଷୟ ଫଳରେ ମାଟିର ଜଳ ଧାରଣ କ୍ଷମତା କମିଯିବା। ତ ପ୍ରଭାବ କଣ ହେଇଥାଏ? ନା ବନ୍ୟା ଜଳରେ ଗାଁ ଓ ସହର ବୁଡିଯାଏ, ଶସ୍ୟ ନଷ୍ଟ ହୁଏ, ଗୃହପାଳିତ ପଶୁ ମୃତ୍ୟୁବରଣ କରନ୍ତି ଏବଂ ଜଳବାହିତ ରୋଗ ବ୍ୟାପିବାରେ ଭୟ ଥାଏ। ହେଲା, ତ ପ୍ରଭାବରେ କଣ ହେଇଥାଏ? ନା ଗାଁ ବନ୍ୟା ଜଳରେ କଣ ଗାଁ ସହର ବୁଡିଯାଏ, ଶସ୍ୟ ସବୁ ନଷ୍ଟ ହେଇଯାଏ, ଗୃହପାଳିତ ପଶୁ ମୃତ୍ୟୁବରଣ କରନ୍ତି ଆଉ ଯେତେକ ଜଳବାହିତ ରୋଗ ସବୁ ଆମକୁ ବ୍ୟାପିବାରେ ଭୟ। ତାପରେ ଭୂସ୍ଖଳନ। ଭୂସ୍ଖଳନ କାରଣ କଣ? ପାହାଡିଆ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ମାଟି ନରମ ହୋଇ ଖସି ପଡେ। ପାହାଡ ଉପରେ ଅନିୟନ୍ତ୍ରିତ ରାସ୍ତା ନିର୍ମାଣ, ଗଛ କଟାଇବା ଯୋଗୁଁ ଭୂସ୍ଖଳନ ବଢିଥାଏ। ତ ପାହାଡ ଉପରେ କଣ ଯେ ଅନିୟନ୍ତ୍ରିତ ରାସ୍ତା ନିର୍ମାଣ କରିବା ଆଉ ଗଛ କାଟିବା ଏ ଯୋଉ ଭଳି ଆମର ଭୂସ୍ଖଳନ ବଢିଥାଏ। ହେଲା, ପ୍ରଭାବ କଣ ହେଇଥାଏ? ନା ରାସ୍ତାଘାଟ ବନ୍ଦ ହୋଇଯାଏ, ଜନବସତି ନଷ୍ଟ ହୁଏ ଏବଂ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୁଏ। ଏବେ ଯିବା ଆମେ ବନାଗ୍ନି। ବନାଗ୍ନି ହେବାର କାରଣ କଣ? ପ୍ରବଳ ଗ୍ରୀଷ୍ମ ଯୋଗୁଁ ଶୁଖିଲା କାଠର ଘର୍ଷଣ କିମ୍ବା ମଣିଷର ଅସାବଧାନତା ଯୋଗୁଁ ଯେମିତିକି ଜଳନ୍ତା ନିଆଁ ଜଙ୍ଗଲରେ ଛାଡିଦେବା, ଏଇ ସବୁ ଯୋଗୁଁ କଣ ଯେ ଜଙ୍ଗଲରେ ନିଆଁ ଲାଗିଥାଏ। ହେଲା, ଶୁଖିଲା କାଠକୁ କାଠ ଘଷି ହେଇକି ନିଆଁ ଲାଗିଯାଏ କିମ୍ବା ମଣିଷର ଅସାବଧାନତା ଯୋଗୁଁ ନିଆଁ ଲାଗିଯାଏ। ପ୍ରଭାବ କଣ ହେଇଥାଏ? ମୂଲ୍ୟବାନ ଗଛ ବନ୍ୟଜନ୍ତୁ ନଷ୍ଟ ହୁଅନ୍ତି, ବାୟୁମଣ୍ଡଳରେ ପ୍ରଦୂଷଣ ବଢେ ଏବଂ ଜଳବାୟୁ ଉପରେ ଏହାର କୁପ୍ରଭାବ ପଡିଥାଏ। ତେବେ ଏହାର ପ୍ରଭାବ ହ୍ରାସ ପାଇଁ ଆମେ କଣ କଣ ସବୁ ପରାମର୍ଶ ବା ପଦକ୍ଷେପ ନେଇପାରିବା? ଦେଖ, ବିପର୍ଯ୍ୟୟକୁ ସମ୍ପୂର୍ଣ୍ଣ ରୋକାଯାଇ ନ ପାରିଲେ ମଧ୍ୟ ସଠିକ ପଦକ୍ଷେପ ଦ୍ଵାରା ଏହାର ପ୍ରଭାବକୁ ହ୍ରାସ କରାଯାଇ ପାରିବ। ଯେମିତିକି ବ୍ୟକ୍ତିଗତ ପଦକ୍ଷେପ। ବ୍ୟକ୍ତିଗତ ପଦକ୍ଷେପରେ କଣ ନେଇପାରିବା? ନା ସଚେତନ କରିପାରିବା, ପାଣିପାଗ ସୂଚନା ପ୍ରତି ସତର୍କ ରହିବା ଏବଂ ଗୁଜବକୁ ବିଶ୍ୱାସ ନ କରିବା, ବୃକ୍ଷରୋପଣ କରିବା, ନିଜ ଘର ପାଖରେ ହଉ ଖାଲି ଜମିରେ ଗଛ ଲଗେଇବା ଯାହା ମାଟିକୁ ଧରି ରଖିବାରେ ସାହାଯ୍ୟ କରିବ। ତାପରେ ସଂରକ୍ଷଣ କଣ? ନା ଜରୁରୀକାଳୀନ ପରିସ୍ଥିତି ପାଇଁ ଶୁଖିଲା ଖାଦ୍ୟ, ପିଇବା ପାଣି, ପ୍ରାଥମିକ ଚିକିତ୍ସା ଇତ୍ୟାଦି କଣ ପ୍ରସ୍ତୁତ ରଖିବା। ଠିକ ଅଛି। ତାପରେ ଗୋଷ୍ଠୀଗତ ପଦକ୍ଷେପ। ଗୋଷ୍ଠୀରେ ଆମେ କଣ ପଦକ୍ଷେପ ନେଇପାରିବା? ଦେଖ, ସ୍ୱେଚ୍ଛାସେବୀ ଦଳ ଗାଁ ବା ସାହିରେ ବିପର୍ଯ୍ୟୟ ପରିଚାଳନା ବା ଦଳ ଗଠନ କରି ଲୋକଙ୍କୁ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିବା। ନିଷ୍କାସନ ପଥ ଗୋଷ୍ଠୀଗତ ଭାବେ ନାଳ ଓ ନଦୀ ପଠ ସଫା ରଖିବା ଯେପରି ବର୍ଷା ପାଣି ସହଜରେ ବାହାରି ପାରିବ। ତାପରେ ସୂଚନା ପ୍ରସାର ଗ୍ରାମର ପ୍ରତିଟି ଲୋକଙ୍କ ପାଖରେ ସରକାରୀ ସତର୍କ ସୂଚନା ପହଞ୍ଚାଇବ।
तापर जिबा आमे सरकारी पदक्षेप सरकार कौन पदक्षेप नहीं पारिबे पूर्व सूचना व्यवस्था आधुनिक वैषयिक ज्ञान कौशल व्यवहार करी बात्या और बन्या विषय रे सटीक समय रे पूर्वानुमान करिबा हैला तापरे भित्तिभूमि बात्या आश्रय स्थल निर्माण करिबा एवं नदी बंध गुड़ी को मजबूत करिबा तापरे एनडीआरएफ को ओडीआरएफ विपर्यय पूर्व ए सब कोन टीम को प्रस्तुत रखिबा विपर्यय पूर्व उद्धारकारी दल जेमिति कि एनडीआरएफ आउ ओडीआरएफ को मुतयन करिबा हैला तापर नियम प्रणयन पहाड़िया अंचल बेईमान सॉरी बेआईन निर्माण बंद करिबा एवं जंगल सुरक्षा पे कड़ा नियम करिबा ठीक अछि। तो ये थिला भारतर जलवायु पाठर संपूर्ण प्रश्न उत्तर पूर्व भिडियो रे हमें 1 नंबर 4 नंबर पर्यंत प्रश्न उत्तर आलोचना करथिले एही भिडियो रे हमें 5 6 आउ 7 नंबर संपूर्ण प्रश्न उत्तर आलोचना करि सारले जदि पूर्व भिडियो देखि ना तेबे जल्दी जाके देखि दियंतु जदि कौन प्रश्नर उत्तर आपण बुझा पड़े तेरे कमेंट सेक्शन में निहाती कमेंट करके जनइबे भिडियो भल लगी गोटे लाइक करदे निजर सांग मान सेयार करदे आउ एमती तुम समस्त विषय प्रश्न उत्तर भिडियो पाइबा चैनल को सब्सक्राइब करी बेल आइकन को ऑन करदे आज ये पुणी देखा नेक्स्ट क्लास रे धन्यवाद।